ଲାଜକୁଳି ଲତା। ଏ ନାଁଟି ଶୁଣିଦେଲା ମାତ୍ରେ ଅଥବା ଏ ଲତାଟିକୁ ଦେଖିଦେଲା ମାତ୍ରେ ଆମେ ପୁଣି ଥରେ ଆମର ସେ ପିଲାଦିନର ସ୍ମୃତିରେ ହଜିଯାଉ। ପିଲାବେଳେ ଦିନ ସାରାର ଖେଳ ଦୌଡ଼ା କୁଦା, ନଈ ବୁଡ଼ା ପରେ ଯେବେ ଆମେ ଥକି ଘରକୁ ଫେରୁଥାଉ, ରାସ୍ତା କଡ଼ରେ କିମ୍ବା ବିଲ ହୁଡ଼ାରେ ଏ ଲତାଟିକୁ ଦେଖିଲେ ଆମ ପାଦ ସେଇଠି ହିଁ ଅଟକିଯାଏ। ସ୍କୁଲରୁ ଭୋକ ଶୋଷରେ ଫେରୁଥିବା ସମୟରେ ଏ ଲତାଟିକୁ ଦେଖିଲେ ଆମ ଭୋକ ଶୋଷ ବି ମରିଯାଏ। ଆଉ ତାପରେ ପ୍ରତିଯୋଗିତା ଲାଗେ ସାଙ୍ଗମାନଙ୍କ ଭିତରେ, କିଏ କେତେ ପତ୍ରକୁ ଛୁଇଁ ତାକୁ ବନ୍ଦ କରିପାରୁଛି। ଏ ପ୍ରତିଯୋଗିତାରେ କିଛି ଜଣଙ୍କ ହାତ ଗୋଡ଼ ବି କ୍ଷତ ବିକ୍ଷତ ହୋଇଯାଏ ଲାଜକୁଳି ଲତାର ସେ ଛୋଟ ଛୋଟ କଣ୍ଟାରେ। ଆଉ କିଛି ବୈଜ୍ଞାନିକ ପିଲା ସେ ପତ୍ର ଉପରେ ପତଳା ସରୁ କାଠିଟିଏ ପକାଇ ଦେଖନ୍ତି ସେ ପତ୍ରଟି ବନ୍ଦ ହେବା ସମୟରେ ତାକୁ କେତେ ଜୋରରେ ଜାବୁଡ଼ି ଧରୁଛି। ଏମିତି କିଛି କୌତୁକିଆ ଖେଳ ଥିଲା ଆମର ଏ ଲାଜକୁଳି ଲତା ସହ। ଆଜି ସକାଳେ ବି ଏମିତି ଏକ ଲାଜକୁଳି ଲତା ଦେଖି ମୋ ଶିଶୁ ମନଟି ତାରି ପାଖରେ ଅଟକିଗଲା। ତାର ପ୍ରତି ପତ୍ରକୁ ଛୁଇଁ ବନ୍ଦ କରିବା ପରେ ହିଁ ଯାଇ ମୋତେ ଶାନ୍ତି ମିଳିଲା। ମନେ ପଡ଼ିଗଲା ସେ ନିର୍ମଳ କୋମଳ ପିଲାବେଳ କଥା। ସେତେବେଳେ ଆମକୁ ଖୁସି କରିବା ପାଇଁ କିଛି ବଡ଼ ବଡ଼ ଜିନିଷ ଦରକାର ହେଉନଥିଲା। ପ୍ରକୃତି ସହିତ ଏମିତି କିଛି ଛୋଟ ଛୋଟ ଅନୁଭୂତି ହିଁ ଆମର ସମ୍ପୂର୍ଣ୍ଣ ଦିନଟିକୁ ଆଲୋକିତ ରଖୁଥିଲା।